ଘରେ ପଶି ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପାଣ୍ଡିଆପନ୍ଦରା ସାହିରେ ବିଳମ୍ବିତ ରାତିରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଘରେ ଶୋଇଥିବା ସମୟରେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ସେହି ଗ୍ରାମର ମୁରଲୀ ବାଡ଼ତ୍ୟା ହୋଇଥିଲା ବେଳେ ଗତ ରାତିରେ ମୁରଲୀ ଘର ଶୋଇଥିଲା ବେଳେ ତାଙ୍କ ବାପା ବାରଣ୍ଡାରେ ଶୋଇଥିଲେ। ବିଳମ୍ବିତ ରାତିରେ ବାପା ପାଣି ପିଇବା ଲାଗି ଘର ଭିତରକୁ ଯିବା ଯାଇ ପୁଅ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ପାଇ ଚିକିତ୍ସା ନିମନ୍ତେ ହିଞ୍ଜିଳିକାଟୁ ମେଡ଼ିକାଲରେ ଭର୍ତ୍ତି କରିଥିଲା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ଖବର ପାଇ ପୁରୁଷୋତ୍ତମପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହାର କାରଣ ଅସ୍ପଷ୍ଟ ରହିଥିଲା ବେଳେ 2 ଦିନ ତଳେ ଗ୍ରାମରେ ଦଣ୍ଡନାଚ ସମୟରେ ହୋଇଥିବା ଗଣ୍ଡଗୋଳ କାରଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଆମର ଭାଇ ମାମୁଁ ବାହାରେ ଶୋଇଥିଲେ, ଭାଇ ଘର ଭିତରେ ଶୋଇଥିଲେ। ଶୋଇଥିଲା ଆମେ ସେ ପଇସା ତାଙ୍କର ଡାକିଲୁ ଆମ ସତରେ ଫ୍ୟାମିଲି ଗଲା ବେଳୁ ଭାଇ ପୁରା ବିଲ୍ଡିଂ ସବୁ ଥିଲା। पांड्या ने पांड्या को से पांड्या 15 से 20 से गंजामरू प्रकाश कुमार रिपोर्ट DK न्यूज 10।